भाई कौन कह काली राहुल गांधी यही सभापति मल्लिकार्जुन खड़गे वेणुगोपाल ओडिशा गस्तरे ଆପଣ ଦେଖୁଥିବେ ସାରା ଭାରତ ବର୍ଷରେ ବର୍ତ୍ତମାନ ଆମ ସମ୍ବିଧାନ ଖତଗଦାରେ ପଡ଼ିଛି। ତେଣୁକରି ଆମର ପ୍ରିୟ ନେତା ରାହୁଲ ଗାନ୍ଧୀ ଗୋଟେ ଅଭିଯାନ ଆରମ୍ଭ କରିଛନ୍ତି ସମ୍ବିଧାନ ବଞ୍ଚାଅ ରାଲି। ସମ୍ବିଧାନ କିଭଳି ଭାବରେ ବଞ୍ଚିବ, ସମ୍ବିଧାନରେ କ'ଣ କ'ଣ ଆମର ଅଧିକାର ଅଛି, କ'ଣ କ'ଣ ଆମକୁ ମିଳିବା ଦରକାର, ଯେଉଁଟା ଆମକୁ ମିଳୁନି ଭକ୍ତ ଅନ୍ଧଭକ୍ତମାନେ ଛଡ଼େଇ ନେଉଛନ୍ତି। ମୋଦି ଯାହା କହିଥିଲେ ତାହା କରିନାହାନ୍ତି। ତେଣୁକରି ଗୋଟେ ବିଡ଼ା ଉଠାଇଛନ୍ତି ରାହୁଲ ଗାନ୍ଧୀ। ଭକ୍ତ ଦାସଙ୍କର ଅନୁରୋଧ କ୍ରମେ କାଲି ଆସୁଛନ୍ତି। ନିଶ୍ଚିତ ଭାବରେ ଆମର ଅଧିକାର କ'ଣ ଜଣାଇବା ପାଇଁ ସେ ଏଇଟା କରିଛନ୍ତି। ଏଥିରେ କୌଣସି ରାଜନୀତି ନାହିଁ। ଆମ ଲୋକମାନଙ୍କର ଆମମାନଙ୍କର କ'ଣ ଅଧିକାର ଅଛି, ଆମକୁ କ'ଣ ମିଳୁନି ସେଇଟା ଜଣାଇବା ପାଇଁ ଏଠିକି ଆସୁଛନ୍ତି। କାଲି ପ୍ରୋଗ୍ରାମ ନିଶ୍ଚିତ ଭାବରେ ସକ୍ସେସ୍ ହେବ। ଡ୍ରାଇଭର ମହାସଂଘ ବିଗତ 3 ଦିନ ହେଲା ବର୍ତ୍ତମାନ ଷ୍ଟ୍ରାଇକ୍ରେ ବସିଛନ୍ତି। ଏତେ ବଡ଼ ପ୍ରୋଗ୍ରାମ ଅଛି, ଲୋକମାନଙ୍କୁ ଆସିବା ପାଇଁ କିଛି ଅସୁବିଧା, ତେଣୁ ଭକ୍ତ ଦାସ ବି ଅପିଲ କରିଛନ୍ତି ଯେ କାଲି ଗୋଟାଏ ଦିନ ପାଇଁ ସଂଘକୁ ବି ନିବେଦନ କରିଛନ୍ତି ତାକୁ ନେଇ। ଆଜ୍ଞା ଶୁଣନ୍ତୁ, ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଆମ ପ୍ରତି ଅଛି, ଆମର ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଅଛି। କିନ୍ତୁ ପରିସ୍ଥିତି ଏମିତି ଖାଇବା ଆଗରେ ଥୁଆ ହେଇଛି, ନା ଖାଇପାରୁଛନ୍ତି ନା କାହାକୁ ଦେଇପାରୁଛନ୍ତି। ସେହି ପରିସ୍ଥିତି ଯେହେତୁ ସରକାର ଚାହୁଁଛନ୍ତି ସେଟାକୁ ବନେଇକି ରଖନ୍ତୁ, ରାହୁଲ ଗାନ୍ଧୀ ପ୍ରୋଗ୍ରାମ କ୍ୟାନସେଲ୍ ହେବ, ସେମାନେ ବି କ'ଣ କରିବେ ବିଚାରା। ତାଙ୍କର କାମ ମନ ଆମ ପାଖରେ, କାମ ତାଙ୍କ ପାଖରେ। ସେହି ପରିସ୍ଥିତିରେ ସେମାନେ ଦୁଇ ଆଡ଼େ ଅଛନ୍ତି। କିନ୍ତୁ ଆମର ପ୍ରୋଗ୍ରାମ ସେମାନେ ଆମକୁ ଯେତିକି ପ୍ରତିଶ୍ରୁତି ଦେଇଛନ୍ତି, ଯେତିକି ସମର୍ଥନ ଦେଇଛନ୍ତି, ନିଶ୍ଚିତ ଭାବରେ କାଲିର ପ୍ରୋଗ୍ରାମ ସଫଳ ହେବ।